Welcome back students once again to my channel. ପିଲାମାନେ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ଇଏ ଦେଖିପାରୁଛ ପୁଣି ତୁମ ପାଇଁ ଇଏ ଅନୁବାଦ ରହିଛି। ମୁଁ ଯେମିତି କହିଥିଲି ପିଲାମାନେ ତୁମମାନେ ଅନୁବାଦ ଶିଖିବାକୁ ହେଲେ ପ୍ରଥମ ତ ତୁମକୁ ଟେନ୍ସର ଆବଶ୍ୟକତା ରହିବ। କିନ୍ତୁ ମୋ ପାଖରେ ପିଲାମାନେ ୱିଦାଉଟ୍ ଟେନ୍ସ ନ ଜାଣିକି ବି ବାକ୍ୟ ବନେଇପାରୁ ଆଉ ସହଜରେ ବନେଇପାରିବ। ଯାହାକୁ ଯଦି କୌଣସି ଡାଉଟ୍ ଲାଗୁଛି ପିଲାମାନେ ପ୍ଲେ ଲିଷ୍ଟରେ ବର୍ତ୍ତମାନ ସୁଦ୍ଧା ଦେଖିପାରିବ ଛୁଆମାନେ 255 ଭିଡ଼ିଓ ଅଲରେଡ଼ି ରହିଛି। ଟେନ୍ସର ଟେନସନ୍ ନ ନେଇକି ବନେଇଛି ଛୁଆମାନେ। যেমন জানিন বাক্য ছমানে 10 মিনিট জানিন সেমানে এতকে কি মনে রাখ বাক্য হইব মু বনেকি দেখেছি ছমানে গোটে গোটে ওয়ার্ড মু শিখাইদেবি কেমিতি বাক্য হব। আজ হি তুমি দেখো ছমানে কর্তা কর্তা কেমিতি নির্ণয় করব, ক্রিয়া কেমিতি নির্ণয় করব আর টেন্স কেমিতি ডিসাইড করব যে মানে জানিছ আর যে মানে জানি না সেটা কিছু টেনশন নাই সবু ওয়ান শট ভিডিওর বজাই দেবি ছমানে ফার্স্ট টু লাস্ট তো মানে দেখো স্কিপ করিব নাই। দেখছ মানে ইয়ে হল তোমার সে সেন্টেন্স গুড়াক ইয়ে দেখিপারছ। প্রথম তো মু কইদিଏ ଯେଉଁମାନେ ଟେନ୍ସ ଜାଣିନାହ ସେମାନେ ବାସ୍ ୟାକୁ ମନେ ରଖ। ମୁଁ ଏହା କହିଦିଏ ଯେଉଁମାନେ ଜାଣିନାହ ନର୍ମାଲି। ତ ଯଦି ପ୍ରେଜେଣ୍ଟରେ କାମ ଶେଷ ହୁଏ ହାଫ୍ ଭିତରେ ଆଉ ରିପିଟ୍ କଲେ V1 ମାନେ ପ୍ରେଜେଣ୍ଟ ସିମ୍ପଲ୍ ଯାହାକୁ ଆମେ କହୁଛୁ କଣ୍ଟିନ୍ୟୁ ହେଲେ VING ଆଉ ବହୁତ ବୋଲେ ମଡାଲ V ପାଷ୍ଟ କାମ ଶେଷ ହେଲେ V2। ଫର୍ମୁଲା କ'ଣ ହେବ ମୁଁ ଏମାନଙ୍କ ମଧ୍ୟରୁ ଗୋଟେ ଏଇ ଯେଉଁ ସେଣ୍ଟେନ୍ସ ଗୁଡ଼ାକ ଅଛି ଏମାନଙ୍କ ମଧ୍ୟରୁ ଗୋଟେକୁ ବାଛିବାର ଅଛି। ତାପରେ ଏହା ଆକାରରେ ସର୍ବଦା ବାକ୍ୟ ମୁଁ ବନେଇକି ଦେଖେଇବି। ବାସ୍ ଏତିକି କଥା। ତୁମେ ଯେଉଁଠି ବି ଶିଖିବ ଯେଉଁ ଜାଗାରେ ବି ଶିଖିବ ପ୍ରତ୍ୟେକ ଥର ଆସି କହିବା ନୂଆ ଫର୍ମୁଲା କୌଣସି ଫର୍ମୁଲା ନୂଆ ନାହିଁ। ବାସ୍ ଏଇଟା ହିଁ ହେବ। ଏହା ଛଡ଼ା ଆଉ ନୂଆ ଫର୍ମୁଲା କିଛି ନାହିଁ। ଏତିକି ହିଁ ଶିଖିବାକୁ ପଡ଼ିବ ଆଉ ଏହା ଛଡ଼ା କିଛି ଶିଖିବାକୁ ପଡ଼ିବନି। ବାକ୍ୟ ଆପେ ଆପେ ହେବ। ଯଦି କାହାକୁ ଡାଉଟ୍ ଲାଗୁଛି ମୁଁ ପୁଣି ଥରେ କହୁଛି ମାନେ ଦେଖି ପୂର୍ବ ଭିଡ଼ିଓ ଗୁଡ଼ାକ ଦେଖିଦିଅ। ଏନିୱେ ଇଏ ହେଲା ତୁମର କର୍ତ୍ତା, ଇଏ ସାକ୍ରିୟା ମାନେ ସାଧକାର କ୍ରିୟା, ପ୍ରକ୍ରିୟା ମାନେ ପ୍ରଧାନ କ୍ରିୟା ଆଉ କର୍ମ ରାଇଟ୍। ମାନେ ଏହା ଆକାର ବନେଇବେ। ସେଣ୍ଟେନ୍ସ ଗୁଡ଼ିକ ଏଗୁଡ଼ା ଅଛି। ଦୁଇ ଜଣ କଥା ହେଉଛନ୍ତି ବାପା ଆଉ ତା ଝିଅ ସୀମା ହେଲା ଏମାନେ କଥା ହେଉଛନ୍ତି। ତାହେଲେ ଏଗୁଡ଼ାକ ଆମେ ଦେଖିବା ଛୁଆମାନେ। ବାପା ଆମ ଜାତୀୟ ଗୀତର କେତୋଟି ଧାଡ଼ି ଅଛି? ଇଏ ହେଲା ସେ ପ୍ରଶ୍ନ। ସୀମା ଆମ ଜାତୀୟ ଗୀତ 2 ଧାଡ଼ିର। ବାପା ନା ଏହା 6 ଧାଡ଼ିର ଗୀତ। ଏବେ ଜାଣିଛ ଛୁଆମାନେ ଆମ ଜାତୀୟ ଗୀତ ହେଲା ଯେଉଁ 4 ଧାଡ଼ି ଛାଡ଼ି ଦିଆଯାଇଥିଲା ତାହାକୁ ଏବେ ପୁଣି ଥରେ ପିଲାମାନେ ତୁମ ପାଇଁ ନେଇ ଅଣାହେଇଛି। ଏବେ ସବୁ ଜାଗାରେ ସେଇଟାକୁ ସରକାର ସ୍ଥାନରେ ଗାଯିବ। ବାପା ନା ଏହା 6 ଧାଡ଼ିର ଗୀତ। ସୀମା ଏହାକୁ କେତେ ସମୟରେ ଗାଯାଏ? ବାପା ଏହା 3 ମିନିଟ୍ 10 ସେକେଣ୍ଡରେ ଗାଯାଏ। ଇଏ ହେଲା ମୋଟାମୋଟି ଡାୟଲଗ୍। ଆଉ ଏହା ଦ୍ୱାରା ତୁମର ଜିକେ ବି ସାଧାରଣ ଜ୍ଞାନ ବି ସମୃଦ୍ଧ ହେବ। ସେଣ୍ଟେନ୍ସଟି ଷ୍ଟାର୍ଟ କରିବା ଛୁଆମାନେ। ମୁଁ ତୁମକୁ ଯେମିତି କହିଥିଲି ଗୋଟେ ଗୋଟେ ୱାର୍ଡ଼ ମୁଁ ତୁମକୁ ଭଲ ଭାବରେ ବୁଝାଇ ଦେବି ଛୁଆମାନେ। ତାହେଲେ ଛୁଆମାନେ ଦେଖ ଭଲ ଭାବରେ ମୁଁ କ'ଣ କହୁଛି। ଇଏ ସେ ଡାୟଲଗ୍ ପରୀକ୍ଷାରେ ତୁମ ଆସିଯାଇଛି ହିସାବ ଆଉ ତୁମକୁ ଲେଖିବାକୁ ପଡ଼ିବ। ୟାକୁ ସେ ଅନୁବାଦ କରିବାକୁ ପଡ଼ିବ। କେମିତି କରିବ? ଅତି କମ୍ରେ କିଛି ନହେଲେ ବି ହାଫ୍ ମାର୍କ ନିଶ୍ଚିତ ତୁମେ ନେଇପାରିବ ଯଦି ବି ତୁମେ କିଛି ଜାଣିନ। ପ୍ରଥମ କଥା କ'ଣ ଦେଖିପାରୁଛ ସେମାନେ ବାକ୍ୟ ବନେଇବାକୁ ହେଲେ ପ୍ରଥମ କର୍ତ୍ତାର ଆବଶ୍ୟକତା ଅଛି ରାଇଟ୍। ଏବେ ତୁମମାନେ କୁହ ସାର୍ କର୍ତ୍ତା ଆମେ ଜାଣିନାହୁଁ ସାର୍ କେମିତି ନିର୍ଣ୍ଣୟ କରାଯାଏ। କିଛି ଟେନସନ୍ ନାହିଁ ପିଲାମାନେ। ମୋ ଭିଡ଼ିଓ ଦେଖ ଆଜି ହିଁ ଶିଖିବ। ଆଜି ହିଁ କହିଦେଉଛି। ଇଏ ସାକ୍ରିୟା ସାଧକାର କ୍ରିୟାର ଆବଶ୍ୟକତା ରହିଛି। ପ୍ରକ୍ରିୟା ପ୍ରଧାନ କ୍ରିୟାର ଆବଶ୍ୟକତା ରହିଛି ଆଉ କର୍ମର ଆବଶ୍ୟକତା ରହିଛି। ନେଲେ ସେମାନେ ଚାଲ ଯଦି ଥାଏ ବାକ୍ୟରେ
ବାପା ଆମ ଜାତୀୟ ଗୀତର କେତୋଟି ଧାଡ଼ି ଅଛି ଇଏ ହେଲା ସେ ବାକ୍ୟ ଲାଷ୍ଟରେ କହିଛ ମାନେ କ୍ୱେଶ୍ଚନ୍ ମାର୍କ ମୁଁ ତୁମକୁ କ'ଣ କହିଥିଲି ପିଲାମାନେ ଯେଉଁମାନେ ନିୟମିତ ମୋ ଭିଡ଼ିଓ ଦେଖୁଛ ତୁମେମାନେ ନିଶ୍ଚିତ ଜାଣିଥିବ ଯେ ମୁଁ ତୁମକୁ କହିଥିଲି ବାକ୍ୟର ଶେଷ ଭାଗକୁ ପିଲାମାନେ ଆସିଯିବା ରାଇଟ୍ ଆଉ ସେଟା ଦେଖୁଛ ମାନେ କ୍ୱେଶ୍ଚନ୍ ମାର୍କ ଆସିଗଲା ମାନେ ତୁମେ ଜାଣିଛ ସେଣ୍ଟେନ୍ସ ସାହାଯ୍ୟକାରୀ କ୍ରିୟା বা WH ୱାର୍ଡ଼ରେ ଷ୍ଟାର୍ଟ ହେବ ଜାଣିଛ ମାନେ ଏହା ମୁଁ ତୁମକୁ ପ୍ରତ୍ୟେକ ଭିଡ଼ିଓରେ କହିଛ ମାନେ ରାଇଟ୍ ଚଲ ଆଚ୍ଛା ଏବେ ତୁମକୁ ମନରେ ପ୍ରଶ୍ନ ଆସିବ ଇଏ ସାହାଯ୍ୟକାରୀ କ୍ରିୟା କି WH ୱାର୍ଡ଼ରେ ଷ୍ଟାର୍ଟ ହେବ ସାର୍ ଏହା ଜାଣିବା ପାଇଁ ପିଲାମାନେ ଏହାର ଉତ୍ତରର କ୍ୱେଶ୍ଚନ୍ ପ୍ରକୃତିକୁ ବୁଝିବାକୁ ହେବ କ୍ୱେଶ୍ଚନ୍ ପ୍ରକୃତି କ'ଣ କେତୋଟି ଧାଡ଼ି ଅଛି ଏହାର ଉତ୍ତର ହଁ ବା ନା ଆସୁନାହିଁ ଆଉ ନହେଲେ ବି ଏଠି ହଁ ବା ନା ଉତ୍ତର ଲେଖା ହେଉନି ଯେ ଉତ୍ତର ଦେଉଛନ୍ତି ରାଇଟ୍ ୟାର ତ ଏହା ହେଲା ଯଦି ହଁ ବା ନା ଉତ୍ତର ଆସିଥାନ୍ତା ତାହେଲେ ସାହାଯ୍ୟକାରୀ କ୍ରିୟା ଷ୍ଟାର୍ଟ ହେଇଥାନ୍ତା କିନ୍ତୁ ଇଏ ସେମିତି ହେଉନାହିଁ ତାର ଉତ୍ତର ଗୋଟେ ଆସୁଛି ଯେ ଆମେ ଜାତୀୟ 2 ଧାଡ଼ିରୁ ତାହେଲେ ଇଏ ତ ଉତ୍ତର ଦେଉଛନ୍ତି ଆଉ ଯଦି ଏହାର ଉତ୍ତର ହଁ ବା ନା ହେଉନାହିଁ ତାହେଲେ WH ୱାର୍ଡ଼ରେ ଷ୍ଟାର୍ଟ ହେବ ରାଇଟ୍ ଛୁଆମାନେ WH ୱାର୍ଡ଼ରେ ଷ୍ଟାର୍ଟ ହେଲା ଛୁଆମାନେ ପ୍ରଥମ କଥା ଏହା ଏବେ ପୁଣି ମନରେ ପ୍ରଶ୍ନ ଆସିବ ଇଏ WH ୱାର୍ଡ଼ କିଏ ସେ ଯାହାଦ୍ୱାରା ଇଏ ସେଣ୍ଟେନ୍ସ ଷ୍ଟାର୍ଟ ହେବ ସେ WH ୱାର୍ଡ଼ କ'ଣ ହେବ କେତୋଟି ଇଏ ଛୁଆମାନେ କେତୋଟି ମାନେ ହାଉ ମେନି ମୁଁ ତୁମକୁ ପୂର୍ବରୁ ବି କହିଥିଲି କ'ଣ କହିଛ ମାନେ ଇଏ ଯେଉଁ ହାଉ ମେନି ୱାର୍ଡ଼ ଅଛି ଆଉ ଗୋଟେ ହେଲା ହ୍ୱିଚ୍ ହେଲା ଆଉ ଗୋଟେ ହେଲା ହୁଜ୍ ଏମାନେ ଛୁଆମାନେ କ'ଣ ହେବ ଏ ପ୍ରକାର ପଜେସିଭ୍ ୱାର୍ଡ଼ ଗୁଡ଼ାକ ପଜେସିଭ୍ WH ୱାର୍ଡ଼ ମାନେ ଏହା ପରେ ତୁମେ ସାହାଯ୍ୟକାରୀ କ୍ରିୟା ଲେଖିପାରିବ ନାହିଁ ହେଲା ଏହା ପରେ ଗୋଟେ ନାଉନ୍ ଲେଖିବାକୁ ପଡ଼ିବ ଏନେ ମୁଁ କହିଦିଏ ତୁମକୁ ସେଟା ହେଲା କ୍ୱେଶ୍ଚନ୍ ମାର୍କ ଦ୍ୱାରା ମୁଁ ଏହା ଜାଣିଲି ମୁଁ କହିଥିଲି ବାକ୍ୟର ଶେଷ ଭାଗକୁ ଯିବା ଲାଷ୍ଟରେ କ୍ୱେଶ୍ଚନ୍ ମାର୍କ ଅଛି ଠିକ୍ କ୍ୱେଶ୍ଚନ୍ ମାର୍କ ପଛରୁ ଆସିଛ ଅଛି ଇଏ ଅଛି ତୁମର କ୍ରିୟା ଅଟେ ଅଛି ତୁମର କ୍ରିୟା ଅଟେ ରାଇଟ୍ ମାନେ ହେଲେ ବୁଝିବା ଦରକାର ଯାହା କେବଳ ମୋ ପାଖରେ ପାଇବ ଛୁଆମାନେ ତୁମ ପୃଥିବୀର ଯେଉଁ ସାର୍ଙ୍କ ପାଖରେ ପଢ଼ ଛୁଆମାନେ ଲମ୍ବା ଟେନ୍ସକୁ ହିଁ ଯିବେ ଏବେ ଟେନ୍ସ ଏ କ୍ରିୟା ଡିସାଇଡ଼୍ କରିବା ଅଛି ତାପରେ ଟେନ୍ସ ଡିସାଇଡ଼୍ କରିବା ଯଦି ଜାଣିଛ ନହେଲେ କିଛି ନାହିଁ ଆଚ୍ଛା ଏଇ ଯେ ଅଛି ଶବ୍ଦରୁ ଆମେ କ'ଣ ଜାଣିଲେ ଛୁଆମାନେ ଅଛି ଶବ୍ଦରୁ କ'ଣ ଜାଣିଲେ ଅଛିରେ ଇଏ କୌଣସି କାମ ହେଉନାହିଁ ଛୁଆମାନେ ଇଏ ଗୋଟେ କ୍ରିୟା ସାହାଯ୍ୟକାରୀ କ୍ରିୟା HB ହେଲା ଇଏ ସାହାଯ୍ୟକାରୀ କ୍ରିୟା ଅଟେ କାହିଁକି ତା ପୂର୍ବଟାକ ଧାଡ଼ି କୌଣସି କାମ ମିନିଂ କରୁନାହିଁ କୌଣସି କାମ ଧାଡ଼ିର ଅର୍ଥ ଧାଡ଼ି କହିଲେ ମାନେ କୌଣସି ଆକ୍ସନ୍ ମିନିଂ ହେଉଛି ନା ୟାର ତ ଏଠାରେ କୌଣସି କାମ ହେଉନାହିଁ ରାଇଟ୍ ମାନେ ବୁଝ ଭଲ ଭାବରେ ଅଛିରେ ଆମେ କିଛି କ'ଣ ଯାଇଛି ନା ଖାଇଛି ନା ଲେଖିଛି ନା ପଢ଼ିଛି ନା କହିଛି ଏମିତି କିଛି ଲେଖା ହେଇଛି କିଛି ଲେଖା ହୋଇ ନାହିଁ ୟାର ତ ଏହା ହେଲା ଏଠାରେ ଇଏ କ'ଣ ହେଲା କୌଣସି ଆକ୍ସନ୍ ମିନିଂ ହେଉନାହିଁ କୌଣସି କାମ ମିନିଂ ହେଉନାହିଁ ଯଦି କୌଣସି କାମ ମିନିଂ ହେଉନାହିଁ ୟା ଅର୍ଥ କ'ଣ ଅଛି ମାନେ ଇଏ ବି ଭର ଆସିବ କାମ ନହେଲେ ମୁଁ କ'ଣ କରୁଛ ମାନେ ବି ବା ହାଫ୍ ବାର ଆସିବ ଟେନ୍ସ ନ ଜାଣିଲେ ବି ହେବ ମାନେ ଟେନସନ୍ ନାହିଁ ଏବେ ବି ଭର ମାନେ କ'ଣ ଇଜ୍ ଆଉ ଆମ୍ ଏଇଟା ମୁଁ ଲେଖିଦେବି ତୁମକୁ ନାଇଁ ସେମାନେ କ'ଣ ଦର କିଏ ଆସିବ ତାହେଲେ ଏଠୁ ମୁଁ ଜାଣିପାରିଲି କୌଣସି କାମ ହେଉନାହିଁ ଏବେ ପଚାରିବା ଯେମିତିକି ପଚାର ଅଛି ୟାକୁ ଇଏ ଯଦି କ୍ରିୟା ହେଲା ମୁଁ ତାକୁ ଅଣ୍ଡରଲାଇନ୍ କରିଦିଏ ଇଏ ହେଲା ତୁମର କ୍ରିୟା ଭି ଭର୍ବ ଲେଖିଦେଲି ଏବେ ଏହାକୁ ପଚାରିବ କିଏ କହିକି ତାହେଲେ ଇଏ ବି ଭାର୍ବ ଯେମିତି ମୁଁ କହିଲି ବି ଭର୍ବ କି ହାଫ୍ ଭାର୍ବ ଆସିବ ଯଦି କାମ ନ ହୁଏ ଏବେ ଅଛି ମାନେ କାହା ଯଦି ଅଛି ହେଲେ ହାଫ୍ ଭାର୍ବ ଦେଖ ଆମ ଜାତୀୟ ଗୀତର ଇଏ ଦେଖ ମାନେ ଆମ ଜାତୀୟ ଗୀତର ଅଛି ଇଏ ଅଛି କାହାର ଯଦି ଅଛି ବା ଥିଲା ପହିଲେ ହାଫ୍ ଭାର୍ବ ଆସେ ମୁଁ ଏହା ତୁମକୁ କହିଥିଲି ହେଲା ସେମାନେ ଭଲ ଭାବରେ ଶୁଣ କାହିଁକି ଏହା କେବଳ ମୋ ପାଖରେ ମିଳିବ ଆଉ ପୃଥିବୀର ଯେଉଁ ସାର୍ଙ୍କ ପାଖରେ ବି ପଢ଼ ଯେଉଁ ଜାଗାରେ ବି ପଢ଼ ଏହା ମିଳିବ ନାହିଁ ଛୁଆମାନେ ୟାର ଅର୍ଥ ଛୁଆମାନେ ଇଏ ହାଫ୍ ଭାର୍ବରେ ହେବ
देखो कौन कौन मैं टेन्स न जान भी हम हाफ वर्ब रे ये सेंटेंस स्टार्ट हेबार अच्छी बी रे हब नहीं ये हाफ रे हेब कहीं कहार अच्छी बा थिला हेले ये हम तुमर हाफ वर्ब है चलो ताले कर्ता है कहार अच्छी ना आम जातीय गीतर ये है कर्ता मुझे आपको अंडरलाइन कर दिए ये है छ माने एस माने सब्जेक्ट राइट बस एवं सेंटेंसटा बनवा डब्ल्यूएच वर्ड कौन हम डब्ल्यूएच वर्ड हम हाउ मेनी है हाउ मेनी मु कहीदे अच्छा जातीय गीत कौन जातीय गीत है नेशनल सॉन्ग है किए से वंदे मातरम राइट छ माने आओ जातीय आंथम है नेशनल आंथम है जनगण मन आउ धाड़ी धाड़ी है स्टांडा एगुड़ा सब मुझे लिखिदेवी वाक्यटी को बनई दिए है मैंने ठीक अच्छे मैंने ये है से वाक्य देखिपार मुझे यहाँ बनैली एवं गोटे गोटे कथा छ मैंने बुझ जदि भी वाक्य बनैवा जान बनई हम जमती टेन्स ये मुझे आलोचना कले सीधा हाफ वर्ब कहली बस एतिक ना एवं देख मैंने केमती बनैली एठारे बापा लिखाई मुझे फादर लिखली एतिक तो निश्चित लिखिपारे खाता कलम धरी बसी पड़ पे देख वाक्य बनैवा जान मैंने टेंशन ना पूरा वाक्य मु बन के देखीदेवी किमिति विदाउट टेंशन देख मैंने एवं दरकार कर्ता राइट मुझे तुमको जमती कही हेले मुझे तुम कौन कहीदे मैंने क्वेश्चन मार्क अच्छी माने सेंटेंस कर्तार स्टार्ट हबार ना ये कौन डब्ल्यूएच वर्ड हाउ मेनी स्टार्ट हम देख मैंने प्रथम हाउ मेनी मुझे लिखली हाउ मेनी है ये के तुम कर्ता पूर्व आसो राइट छ मैंने चलो हाउ मेनी स्टार्ट हम एवं हाउ मेनी पर तुम कह या पर साझा कार्य आसपा कथा डब्ल्यूएच वर्ड पर किंतु दुईटा वर्ड अच्छी तीन टा देखिए व्हिच हाउ मेनी आउ मुझे लिखिदे मैंने देख मैंने मुझे कहली ए तीन टा डब्ल्यूएच वर्ड अच्छी जहाँ को तुम डायरेक्ट यहाँ साझा कार्य लिखिपार ना बुझे मैंने यहाँ आसब कौन हाउ मेनी व्हिच हुज यहाँ तुम गोटे नाउन लिखा पड़ो तुमको राइट मैंने जमी देख बापा तो लिखा फादर लिखली हाउ मेनी पर तुमको डब्ल्यूएच वर्ड पर तुमको लगे सर डब्ल्यूएच वर्ड पर आप साझा कार्य लिखुंट कहीं जदि क्वेश्चन मार्क थाए वाक्य ताले साझा कार्य आ कर्ता मध्य साझा कार्य आगे आसब कर्ता तापर को रहा मुझे तुमको कही किंतु एटा ए तीन टा वर्ड को मोर कह मैंने एमाने जेबे भी आसबे यापर तुमको साझा कार्य लिखिबार ना कौन लिखा जमती के हाउ मेनी केतो एठार फेसटा देख केतोटी धाड़ी ये धाड़ी इंग्लीश कौन टांजा देख ये टांजा और टांजा तो गोटे नुहे बहुत गा तो मुझे टांजा लिखली देख बोल्ड कर बुझे मैंने हाउ मेनी टांजा माने केतोटी धाड़ी एतिकटा नहीं देवाक ही पड़ो कहीं एतकीटा है कि तार फ्रेज होची तार डब्ल्यूएच वर्ड जगह मुझे हाउ मेनी टांजा ये देख लिखी एठार राइट छ मैंने गोटे गोटे लाइन भल भाव बुझ यापर कौन आसब मुझे यापर साझा कार्य आसब ये नहीं या मुझे कौन डिसाइड कर मैंने हाफ वर्ब भल भाव गोटे गोटे हाफ वर्ब हाफ माने हाफ बा हाज एवं जदि कर्ता बहुवचन हम ताले हाफ हम एक वचन हेल्ले हाज हम ये कर्ता किए छ मैंने देख नेशनल सॉन्ग एटा देख मुझे नेशनल सॉन्ग ये नेशनल सॉन्ग कौन एक वचन है ना এটা মোট স্তরে বেটাকে হাফ লিখে দিয়েছি ये एक वचन अटे ये से क्वेश्चन मार्क माने ये डब्ल्यूएच वर्ड एटा आसला तापर दरकार कौन साझा कार्य कहीं कर्ता पचे मो पूर्वर कही साझा कार्य क्या हाफ रू आम डिसाइड कर हाफ एवं देख कर्ता कि साझा कार्य हाफ कि हाजब डिपेंड करब कर्ता पर कर्ता किए जातीय गीत ये तो गोटे अटे सिंगुलर हम सिंगुलर हम अर्थ एस वाला भर्ब आसब राइट मैंने भल भाव गोटे गोटे कथा बुझ एस वाला भर्ब क्या पाखे मैंने तुमने कह सारा हाज देख मैंने से साझा कार्य ये से हाज आसला ये देख है मैंने डब्ल्यूएच वर्ड आसीगला जे कि तुम ये
ହେଲା ଯାହାକି ଏଠାରୁ ଆସିଲା କର୍ତ୍ତା ପୂର୍ବରୁ ହେଇଯିବ କର୍ତ୍ତା କାହିଁ କର୍ତ୍ତା ପଛେଇବ ନାଇଁ। ଏହାପରେ ତୁମମାନେ କୁହ ସାର୍ ଏହାପରେ କ'ଣ ହେବ? ଏହାପରେ ପିଲାମାନେ ତାପରେ କାହାକୁ ଛାଡ଼ିଛ ତୁମମାନେ କର୍ତ୍ତା କର୍ତ୍ତାକୁ ଛାଡ଼ିଛ। କର୍ତ୍ତା କିଏ? ନ୍ୟାସନାଲ୍ ସଙ୍ଗ୍ ଜାତୀୟ ଗୀତ ଏ ଦେଖ ଆୱାର ନ୍ୟାସନାଲ୍ ସଙ୍ଗ୍ ହେଲା ନା ପୁରା ବାକ୍ୟଟି ହୋଇଗଲା। ଆଉ ତାପରେ ଲାଷ୍ଟରେ କ୍ୱେଶ୍ଚନ୍ ମାର୍କ ହେଲା। ମୁଁ ଏଥର କହିଦିଏ WH ୱାର୍ଡ଼ ଆସିଲା ତୁମର ଇଏ হবে। ଏଠାରେ ବାପା ଲେଖା ହେଇଛି ମୁଁ ଫଦର ଲେଖିଦେଲି। WH ୱାର୍ଡ଼ ଲେଖିବା ହାଉ ମେନି ଷ୍ଟାଞ୍ଜା କେତୋଟି ଧାଡ଼ି ଷ୍ଟାଞ୍ଜା ମାନେ ଧାଡ଼ି ଆଉ ଏଠାରେ ଏସ୍ ଲାଗିବ କାହିଁକି ଧାଡ଼ି ଗୁଡ଼ିକ ଏକରୁ ଅଧିକ ଅଛି। ତୁମେମାନେ କହ ସାର୍ ଏ ଯେ ହାଜ୍ ଲଗେଇଛନ୍ତି ଇଏ ତ ସିଙ୍ଗୁଲାର ଭର୍ବ ଅଟେ ଏକ ବଚନ କ୍ରିୟା କିନ୍ତୁ ଏଠାରେ ତ ଏସ୍ ଅଛି ବହୁ ବଚନ ଅଛି ଇଏ କର୍ତ୍ତା ହିଁ ନୁହେଁ ନା। ହାଉ ମେନି ହୁଇଚ୍ ଏ ୱାର୍ଡ଼ ଲେଖିଲା ମାନେ ତା ପାଖରେ ଗୋଟେ ନାଉନ୍ ଲେଖିବାକୁ ପଡ଼ିବ। ନାଉନ୍ ଫେଜ୍ଟା କାହିଁକି ଏକ ପଜେଟିଭ୍ WH ୱାର୍ଡ଼ ଅଟନ୍ତି ଏହାପରେ ୱାର୍ଡ଼ ଗୋଟେ ଲେଖିବାକୁ ପଡ଼ିବ। କେତୋଟି ଧାଡ଼ି ହାଉ ମେନି ଷ୍ଟାଞ୍ଜାଜ୍ ଇଏ ଯେ କି ତୁମର WH ୱାର୍ଡ଼ ଏଠାରେ ଆସିଲା କର୍ତ୍ତା ପୂର୍ବରୁ। ଏବେ ସାହାଯ୍ୟକାରୀ ଲେଖିବା କାହିଁକି କର୍ତ୍ତା ପଛେଇଯିବ ମୁଁ କହିଥିଲି ସାହାଯ୍ୟକାରୀ କ୍ରିୟା କିଏ ସେ ହାଫରୁ କହିଦେଲେ ଛୁଆମାନେ ହାଜ୍ ଆସିବ ସିଙ୍ଗୁଲାର ଇଏ ହେଲା ଭର୍ବ ହେଲା ଛୁଆମାନେ। ଏବେ କ'ଣ ଦରକାର ଏଠାରେ ପ୍ରଧାନ କ୍ରିୟା ତୁମମାନେ କହିବ ପ୍ରଧାନ କ୍ରିୟା ଲେଖାଯିବନି କର୍ତ୍ତା ଲେଖାଯିବ। କର୍ତ୍ତା ହେଲା ତୁମର ଆୱାର ନ୍ୟାସନାଲ୍ ସଙ୍ଗ୍ ହେଲା ଛୁଆମାନେ। ପ୍ରଧାନ କ୍ରିୟା ଏଠାରେ ଲେଖାଯିବ ନାହିଁ କାହିଁକି କୌଣସି କାମ ହିଁ ହେଉନାହିଁ ହେଲା ଛୁଆମାନେ। ତେଣୁ ପ୍ରଧାନ କ୍ରିୟା ନାହିଁ ତ କର୍ମ ବି ଆସିବ ନାହିଁ ନର୍ମାଲି ହେଲା ଛୁଆମାନେ। ଆଉ ଲାଷ୍ଟରେ କ୍ୱେଶ୍ଚନ୍ ମାର୍କ ମୁଁ ଲେଖିଦେଲି ହେଲା। ଇଏ ହେଲା ପୁରା ସେଣ୍ଟେନ୍ସ। ନେକ୍ସଟ ଯିବା ସୀମା ଆମ ଜାତୀୟ ଗୀତ 2 ଧାଡ଼ିର ଆମ ଜାତୀୟ ଗୀତ 2 ଧାଡ଼ିର ୟାକୁ ବି ଭଲ ଭାବରେ ଦେଖ ଛୁଆମାନେ। ପୁରା ବାକ୍ୟର ଶେଷ ବାକ୍ୟ ଚାଲି ଆସିଛ ମାନେ ତୁମମାନେ କହିବ ସାର୍ ଫୁଲ୍ ଷ୍ଟପ୍ ଅଛି ପୂର୍ଣ୍ଣଚ୍ଛେଦ ଅର୍ଥ ହେଲା ସେଣ୍ଟେନ୍ସ କର୍ତ୍ତାରେ ଷ୍ଟାର୍ଟ ହେବ ରାଇଟ୍ ଛୁଆମାନେ। ଏବେ ଆମେ ଛୁଆମାନେ କ୍ରିୟା ଡିସାଇଡ଼୍ କରିବା ଆଉ ତାପରେ କର୍ତ୍ତା ତାପରେ ଟେନ୍ସ ଦେଖିବା। ଯଦି ଲାଷ୍ଟରେ ଫୁଲ୍ ଷ୍ଟପ୍ ଅଛି ଫୁଲ୍ ଷ୍ଟପ୍ ପୂର୍ବଟା ଧାଡ଼ିର ଇଏ ଛୁଆମାନେ ଢି କରିଛି ଡ ହେଇଥିଲା ଛୁଆମାନେ ସରି ଫର୍ ଏଠି ଡ ହେଇଥାନ୍ତା ଧାଡ଼ି ଲେଖିଦେଇଛି ହେଲା ଛୁଆମାନେ। ଏଠି ଡ ହେଇଥାନ୍ତା ସରି ଫର୍ ଏଠି ଧାଡ଼ିର ଧର ହେଲା। ତାହେଲେ ଏ ଧାଡ଼ିର ଦ୍ୱାରା ଆମେ ଇଏ କୌଣସି କାମ ମିନିଂ କରୁଛେ। ମୁଁ ଯଦି ଧାଡ଼ିର କହେ କୌଣସି କାମ ପିଲାମାନେ ମିନିଂ କରୁନାହିଁ। ମୁଁ ଯଦି କୌଣସି ରାମ କହିବି ଗୋଟେ ୱାର୍ଡ଼ ସେଥିରେ କୌଣସି କାମ ମିନିଂ ହେଉଛି କି କୌଣସି କାମ ମିନିଂ ହେଉନାହିଁ ପିଲାମାନେ। ୟାର ତ ଏହା ହେଲା ଛୁଆମାନେ ଏଠାରେ କୌଣସି କାମ ହେଉନାହିଁ ନୋ ୱାର୍କ ନୋ ଆକ୍ସନ୍ ହେଲା। ଇଏ ତୁମର ନୋ ଆକ୍ସନ୍ ସେଣ୍ଟେନ୍ସ ହେଲା ନା କୌଣସି କାମ ଏଠାରେ ହେଉନାହିଁ ନା ଯାଉଛି ନା ଖାଉଛି କିଛି ନାହିଁ କିଛି କାମ ନାହିଁ। ଯଦି କିଛି କାମ ହେଉନାହିଁ ତାହେଲେ ବି ଭର୍ବ ବା ହାଫ୍ ଭାର୍ବ ମୁଁ ଆଜି ହିଁ କହିଥିଲି ହେଲା। ଦେଖ ଛୁଆମାନେ ମୁଁ ଟେନ୍ସ ବର୍ତ୍ତମାନ ବି ଆଲୋଚନା କରେ ଏଠି ହାଫ୍ ଭାର୍ବ ବି ଭାର୍ବ କାହାର ଅଛି ବା ଥିଲା ହେଲେ ହାଫ୍ ଭାର୍ବ। ଏଠି କାହାରି ଅଛି କି ଆମ ଜାତୀୟ ଗୀତର 2ଟା ଧାଡ଼ିର କାହାରି ଅଛି ସେମିତି କିଛି କୁହା ନାହିଁ ହେଲା। ତାହେଲେ ଏଠାରେ ବି ଭର ଆସିବ ଏଠାରେ କ'ଣ ଛୁଆମାନେ ବି ଭର ଆସିବ। ନହେଲେ ବି ଏମିତି ଆମ ଜାତୀୟ ଗୀତ 2 ଧାଡ଼ିର ଅଟେ ତାହେଲେ ଅଟେ ଯଦି ଆସିଗଲା ଛୁଆମାନେ ତାକୁ ବି ଭର କୁହ ବି ଭର ରାଇଟ୍। ଆଉ ବି ମାନେ ଇଜ୍ ଆଇ ଏମ୍ ୱାଜ୍ ୱେର୍। ଆଚ୍ଛା ଯେମିତି ଅଟେକୁ ଏଠି ଆସିବ କ୍ରିୟା 2ଟା କିଏ 2 ଧାଡ଼ିର ଅଟେ ଯଦି ଆମେ କିଏ କହି ପ୍ରଶ୍ନ ପଚାରିବା ଆନ୍ସର୍ ହେବ କ'ଣ ଆମ ଜାତୀୟ ଗୀତ ଇଏ ଯେ କି ତୁମର କର୍ତ୍ତା ହେବ ଇଏ। ଇଏ ଯେ କି ଆମର କର୍ତ୍ତା କ୍ରିୟା କିଏ ହେବ ଏଠାରେ ଅଟେ ଅଟେ ତୁମର ଏଠାରେ କ୍ରିୟା। ତାପରେ ଇଏ ହେଲା ସେ ସେଣ୍ଟେନ୍ସ କେମିତି ହେଲା ମୁଁ ତୁମକୁ ଗୋଟେ ୱାର୍ଡ଼ ବୁଝେଇଦେବି। ଯେମିତି ମୁଁ ତୁମକୁ କହିଥିଲି ସେଣ୍ଟେନ୍ସ କର୍ତ୍ତାରେ ଷ୍ଟାର୍ଟ ହେବ ହେଲା। ତାମାନେ କର୍ତ୍ତା କିଏ ମୁଁ କହିଲି ଆମ ଜାତୀୟ ଗୀତ ଏହାର ଇଂଲିଶ କ'ଣ ହେବ ଛୁଆମାନେ ତା ପୂର୍ବରୁ ସୀମା ଲେଖା ହେଇଛି ମୁଁ ଏଠାରେ ସୀମା ଲେଖିଲି ହେଲେ ସେମାନେ ଏତିକି ତ କରିପାରିବନି ଯେହେତୁ। ଏବେ ପ୍ରଶ୍ନ ଆସିବ ଏହାପରେ ଆମେ କେମିତି ଲେଖିବା। କିଛି କିଛି ପିଲାମାନେ ଅଛନ୍ତି ଜାତୀୟ ଗୀତ ଲେଖା ହେଇଛି ଜାତୀୟ ଗୀତ ଲେଖିବେ ସର୍ବଦା ଏହା ଠିକ୍ ହେବନି ଛୁଆମାନେ ବେଳେବେଳେ ଠିକ୍ ହେବ ଏମିତି ଭୁଲ କରିବ ନାହିଁ। ତାର କର୍ତ୍ତା କିଏ ହେଲା ଜାତୀୟ ଗୀତ ଯେ କି ତୁମର ଆୱାର ନ୍ୟାସନାଲ୍ ଆମ ଜାତୀୟ ଗୀତ ଆୱାର ନ୍ୟାସନାଲ୍ ସଙ୍ଗ୍ ଇଏ ହେଲା ତୁମର କର୍ତ୍ତା
ଏତିକି ତ ପିଲାମାନେ କରିପାରିବ। ଏବେ ପ୍ରଶ୍ନ ଆସିବ ଏହାପରେ ଆମେ କ'ଣ କରିବା, କ'ଣ ଲେଖିବା? ପିଲାମାନେ ଡରିବାର ନାହିଁ, ଖାତା କଲମ ଧରି ବସି ପଡ଼ ଆଉ ଲେଖି ପକାଅ। ଯଦି ବି କର୍ତ୍ତା କ୍ରିୟା ନିର୍ଣ୍ଣୟ କରିବାକୁ ଜାଣିନ, ଟେନ୍ସ ବନେଇବାକୁ ଜାଣିନ ବା ବାକ୍ୟ ବି ବନେଇବାକୁ ଜାଣିନ, ସାହାଯ୍ୟକାରୀ କ୍ରିୟା ଏହାପରେ ଦରକାର ହେବ। ନାଇଁ ଛୁଆମାନେ, ମୁଁ କ'ଣ କହିଲି? ଅଟେ, ଅଟେ ମାନେ ବିଭାର ଛୁଆମାନେ। ଇଏ ଦେଖ ମୁଁ ଏଇଟା ଲେଖେ ବିଭାର। ବିଭାର ବିଭବ ମାନେ କ'ଣ ଛୁଆମାନେ? ପ୍ରେଜେଣ୍ଟରେ ଅଛି ମାନେ ଏମାନଙ୍କ ମଧ୍ୟରୁ ଏ ତିନିଟାରୁ ଆସିବ, ଏଇଟା ତ ପାଷ୍ଟରେ ଅଛି, ରାଇଟ୍? ତାହେଲେ ଏବେ ସାହାଯ୍ୟକାରୀ କ୍ରିୟା ଆକାରରେ ଛୁଆମାନେ ବିରୁ ଆସିବ। ବି ମାନେ କ'ଣ? ଇଜ୍ ଆମ୍ ଏମାନଙ୍କ ମଧ୍ୟରୁ କିଏ ଆସିବ? ଡିସାଇଡ୍ ହେବ କର୍ତ୍ତା ଏକ ବଚନ କି ବହୁବଚନ। କର୍ତ୍ତା କି ଆୱାର ନ୍ୟାସନାଲ ସଙ୍ଗ ଇଏ ଯେ କି ତୁମର ହେଲା ସିଙ୍ଗୁଲାର। ମୁଁ ତୁମକୁ କହିଥିଲି କ୍ରିୟା କ'ଣ ହେବ? ତା କର୍ତ୍ତାର ବଚନ ଉପରେ ନିର୍ଭର ହେବ। ମାନେ ବିଭାରରୁ କ'ଣ ହେବ ବା କେଉଁ ବିବା ଡୁ ବା ହାବ ଏମାନଙ୍କ ଭିତରୁ ତ ହେବ ନା। ତାହେଲେ କିଏ ହେବ ସେ ଭର? କର୍ତ୍ତାର ବଚନ ଉପରେ ନିର୍ଭର କରିବ। ଏଠି ବଚନ କ'ଣ? ସିଙ୍ଗୁଲାର ଏକ ବଚନ। ଏକ ବଚନ ମାନେ ଏସ୍ ବାଲା କ୍ରିୟା। ତୁମର କହିବ ସାର୍ ଏସ୍ ବାଲା କ୍ରିୟା ସାର୍ ଇଏ ଇଜ୍ ଦେଖ, ଇଜ୍ ପାଖରେ ଏସ୍ ଅଛି, ଆର୍ରେ ନାହିଁ କି ନା କି ଆମ୍ରେ ଅଛି। ତାହେଲେ ଏବେ କ୍ରିୟା ହେବ କ'ଣ? ଇଜ୍। ଇଏ ଛୁଆମାନେ ବୁଝିପାରିଲ ଛୁଆମାନେ? ହେଲା, ହେତିକି ତ ହେଇଗଲା ଛୁଆମାନେ। ଏବେ ତୁମମାନେ କହିବ ସାର୍ ଏହାପରେ ଆମେ କ'ଣ ଲେଖିବା? ପିଲାମାନେ ଏହାପରେ ଦେଖ ପ୍ରଧାନ କ୍ରିୟା ଲେଖା ହେଇଛି, ହେଲେ ଏଠି କୌଣସି କାମ ହେଉନି ମାନେ ପ୍ରଧାନ କ୍ରିୟା ଲେଖିବା ନାହିଁ, ରାଇଟ୍ ଛୁଆମାନେ? ନା କି କର୍ମ ଲେଖିବା। ଏବେ ତାହେଲେ ଲେଖିବା କ'ଣ? ରହିଲା କ'ଣ? ରହିଲା ଛୁଆମାନେ ଦୁଇ ଧାଡ଼ି ର। ଭଲ ଭାବରେ ଶୁଣ ଛୁଆମାନେ, ଦୁଇ ଧାଡ଼ି ର। ଦୁଇ ଧାଡ଼ିର ମାନେ କ'ଣ? এইটা ଇଏ ହେଲା ସେ ପ୍ରିପୋଜିସନ୍ ହେଲା ଅପ୍ ଟୁ ଷ୍ଟାଣ୍ଡାର୍ଡ ହେଲା ନା, ଏଡ଼କୁ କରିବା। ଅପ୍ ଲେଖିଲେ ଛୁଆମାନେ ଏଇଟା ଯେ କି ତୁମର ର ମିନିଂ ଆସିଲା, ରାଇଟ୍ ଛୁଆମାନେ? ଯେ କି କମ୍ପ୍ଲିମେଣ୍ଟ ଆକାର ଅଛି ଏଠି। ଦୁଇ ଧାଡ଼ିର ଏବେ ନାଉନ୍ ପେଜ୍ ଆକାର ଟୁ, ତାପରେ ଧାଡ଼ି ହେଲା ଷ୍ଟାଣ୍ଡାର୍ଡ। ଆଉ ଟୁ ପାଇଁ ଏଠି ତୁମମାନେ ଏସ୍ ବି ଲଗେଇଦେଲେ, ଷ୍ଟାଣ୍ଡାର୍ଡ ଟୁ ଅପ୍ ଟୁ ଷ୍ଟାଣ୍ଡାର୍ଡ ହେଲା ଛୁଆମାନେ। ପୁରା ବାକ୍ୟଟି ଇଜିଲି ହେଇଗଲା। ଇଏ ଯେ କି ତୁମର କର୍ତ୍ତା, ଇଏ ଯେ କି ତୁମର କ୍ରିୟା, ଆଉ ଇଏ ଥିଲା ତା କମ୍ପ୍ଲିମେଣ୍ଟ। କାହିଁକି ବିଭାର ପରେ କମ୍ପ୍ଲିମେଣ୍ଟ ଆସେ, ହେଲା ନା? ଅପ୍ ଟୁ ଷ୍ଟାଣ୍ଡାର୍ଡ ପୁରା ବାକ୍ୟଟି ହେଇଗଲା, ହେଲା ଛୁଆମାନେ? ଏମିତି ଛୁଆମାନେ ଇଜିଲି ଶିଖିବା ପାଇଁ ମୋ ଭିଡ଼ିଓ ନିୟମିତ ଦେଖ। ନେକ୍ସଟ ବାକ୍ୟ ଦେଖ। ବାପା ନା ଏହା 6 ଧାଡ଼ିର ଅଟେ। ବାସ୍ତବରେ ଆମେ 2 ଧାଡ଼ିର ହିଁ ଶିଖୁଥିଲେ ଛୁଆମାନେ, ହେଲେ ରିଏଲି ଏଇଟା 6 ଧାଡ଼ିର ଅଟେ। ବାପା ନା ଏହା 6 ଧାଡ଼ିର ଗୀତ, ହେଲା ନା? ଦେଖ ଏବେ ଏହାକୁ ଲାଷ୍ଟକୁ ଆସିବା ବାକ୍ୟର ପୂର୍ଣ୍ଣଚ୍ଛେଦ ଅଛି ଛୁଆମାନେ। ତୁମମାନେ କହିବ ସାର୍ ଆପଣ ତ କହିଥିଲେ ପୂର୍ଣ୍ଣଚ୍ଛେଦ ଥିଲେ କର୍ତ୍ତାର ଷ୍ଟାର୍ଟ ହେବ। ହଁ ପିଲାମାନେ, ଇଏ ସେଣ୍ଟେନ୍ସ କର୍ତ୍ତାର ହିଁ ଷ୍ଟାର୍ଟ ହେବ। ଏବେ ଆମେ କ୍ରିୟା ଡିସାଇଡ୍ କରିଦେବା। ଯେମିତି ହିଁ ମୁଁ ପୂର୍ଣ୍ଣଚ୍ଛେଦର ପଛ ୱାର୍ଡ଼କୁ ଆସିଯାଉଛି ଗୀତ ଲେଖା ହେଇଛି। ଗୀତ ଦ୍ୱାରା ଛୁଆମାନେ କୌଣସି କାମ ମିନିଂ କରୁନାହିଁ। ତୁମେମାନେ କହିବ ସାର୍ କେମିତି? ମୁଁ ଯଦି ଏଠି ଖାଏ ଲେଖିଥାନ୍ତି ତାହେଲେ ଖାଇବା କାମ ବିଷୟରେ ଆଲୋଚନା ହେଇଥାନ୍ତା, ବା ଖାଉଛି କହିଲେ ବି କାମ କଣ୍ଟିନ୍ୟୁ ଆକାର ମିନିଂ ଅଛି। ଖାଇବା କାମ, ଲେଖେ ମାନେ ଲେଖିବା କାମ, ଲେଖିଥିଲା ବା ଯାଉଥିଲା। ଏମିତି ଯଦି କହିବି ମୁଁ, ଯାଉଥିଲା ମାନେ ଯିବା କାମ ବିଷୟରେ ଲେଖା ହେଇଛି, ନାଇଁ? ଗୀତ କହିଲେ କୌଣସି କାମ ମିନିଂ କରୁନାହିଁ, नो एक्शन है छुआने। यार तो यहाँ है छुआने एठारे प्रधान क्रिया आसब नहीं, नहीं प्रधान क्रिया ही नहीं, प्रधान क्रिया ही नहीं। ये नो अक्षर सिंटेक्स कौन हम? बी हम ना हाफ हम, मुझे बी ना हाफ हम। एठारे छुआने बी हम कहीं कहार अच्छी बा हाफ बार हुए, एठारे बी बार हम है। एठार तुम छुआने अटे जे कि तुम क्रिया अटे लुचि रही है, या 6 ଧାଡ଼ିର अटे बा डायरेक्ट भी तुम्हें लिखिपार, डायरेक्ट भी तुम मैंने यहाँ लिखिपार है छुआने। जमी या छड़ा इट इज यह मैं तुम कतार ने पड़ो छुआने। अच्छा अटे तुम क्रिया अच्छी, आ क्रिया अटे मैंने विभर एमरक मध्य आसब कहीं प्रेजेंट अच्छी। जमी हम पड़ा 2 ଧାଡ଼ିର किए 2 ଧାଡ଼ିର अटे या पचार दो किए कहीकि है कहीं प्रधान क्रिया नतला बेले अटे साधकार लुचि रही है कि ओडिया या पूर्व अटे ना पड़ो 6 ଧାଡ଼ିର 6 ଧାଡ଼ିର अटे किए 6 ଧାଡ଼ିର अटे। जमी क्वेश्चन करदेव पिला मैंने कौन आसब? कर्ता कौन? यह जे कि तुम कर्ता
ହେଲା ଛୁଆମାନେ ଏହା ତୁମର କର୍ତ୍ତା ଅଟେ। ଏହାକୁ ମୁଁ ଏମିତି ଏସ୍ ଲେଖିଥିଲି। ହେଲା ଛୁଆମାନେ ଏଟାକୁ ମୁଁ କାଟେ ତୁମର କର୍ତ୍ତା ହେଲା। ଛୁଆମାନେ ଏତିକି ତ ପିଲାମାନେ ବୁଝିହେଲା। ଏବେ କ'ଣ କରିବା ଟେନ୍ସ, ଯେ କି ମୁଁ ଅଲରେଡ଼ି କହିଲି ବି ଭର୍ବ ଏଠି କୌଣସି କାମ ହେଉନି, ଅଟେ କଥା ଆସୁଛି ମାନେ ଅଟେ ମାନେ ଛୁଆମାନେ ବି ଭର୍ବ, ଏତିକି ତ ପାରିବ ରାଇଟ୍। ଏହା ଛଡ଼ା ମୁଁ କିଛି ଏକ୍ସଟ୍ରା ଲେଖିବାର ନାହିଁ, ଏଇଗା ହିଁ ଲେଖିବି ଛୁଆମାନେ, ଏମାନଙ୍କ ଭିତରେ ହିଁ ମୁଁ କରିବି, କିଛି ପ୍ରୋବ୍ଲେମ୍ ନାହିଁ, ଆରାମସେ କରିପାରିବ। ତାହେଲେ ଇଏ ତୁମର ଯେ କି ତୁମର ଅଟେ ବି ଭର୍ବ ଆକାର ଆସିବ। ବାକ୍ୟଟିକୁ ବନେଇବା ହେଲା। ଦେଖ ଛୁଆମାନେ ଇଏ ସେ ସେଣ୍ଟେନ୍ସ ତିଆରି କରିଦେଲି, କେମିତି ହେଲା ବୁଝିବା ଛୁଆମାନେ। ଏବେ କ'ଣ ଲେଖା ହେଇଛି ମାନେ ବାପା ଲେଖା ହେଇଛି, ମୁଁ ଏଠାରେ ଫଦର ଲେଖିଲି, ଏତିକି ତ ପିଲାମାନେ ନିଶ୍ଚିତ ଲେଖିପାରିବ। ଏହାପରେ ଆଡ଼ଭାର ଆକାର ନ ଲେଖା ହେଇଛି, ମୁଁ ଏଠାରେ ନ ଲେଖିଲି, ହେଲା ନା ନ ଲେଖିଲି। ତାପରେ କମା ଦିଆହେଇଛି, କମା ମଧ୍ୟ ଲେଖିଦେଲି। ଏହାପରେ କ'ଣ ଦରକାର, ଏହାପରେ ସବଜେକ୍ଟ ଦରକାର, କର୍ତ୍ତା ଦରକାର। କର୍ତ୍ତା ଦେଖ ଛୁଆମାନେ ଫର୍ମୁଲା ଇଏ, କର୍ତ୍ତା କିଏ ହେବ, କର୍ତ୍ତା ତୁମର କିଏ ହେବ, ମୁଁ କହିଛି ଏହା ଇଂଲିଶ କ'ଣ ଇଟ୍। ଦେଖ ଛୁଆମାନେ ମୁଁ ଏଠାରେ ଇଟ୍ ଲେଖିଦେଲି ରାଇଟ୍, କର୍ତ୍ତା ତ ଆସିଗଲା। ଏବେ ତୁମମାନେ କହିବ ଛୁଆମାନେ ଏହାପରେ ଆମେ କ'ଣ ଲେଖିବା, ଏହାପରେ ଛୁଆମାନେ ଦେଖ ସାକ୍ରିୟା ମାନେ ସାହାଯ୍ୟକାରୀ କ୍ରିୟା। ମୁଁ କ'ଣ କହିଲି, ଇଏ ବି ଭର୍ବ ଆସିବ, ଇଏ ବି ଭର୍ବ ଆସିବ, ବିରୁ ମାନେ ଇଜ୍ ଆରାମରୁ ଆସିବ ଛୁଆମାନେ, ହେଲା ଛୁଆମାନେ ଇଜ୍ ଆରାମରୁ। ତାହେଲେ କର୍ତ୍ତା କିଏ, ଏହା ତ ସିଙ୍ଗୁଲାର ନା, ଏହା ଏକ ବଚନ ଅଟେ ସିଙ୍ଗୁଲର। ଯଦି ସିଙ୍ଗୁଲର ହୁଏ ସବଜେକ୍ଟ, ତାହେଲେ ଏସ୍ ବାଲା ଭର ଆସିବ, ଯେମିତି ମୁଁ ତୁମକୁ ପୂର୍ବରେ କହିଥିଲି ଇଜ୍। ଦେଖ ଛୁଆମାନେ ଇଜ୍ ଏଠାରେ କ୍ରିୟା ହେଲା ଛୁଆମାନେ। ତାହେଲେ କର୍ତ୍ତା ଯେ କି ତୁମର ଇଟ୍ ହେଲା, ଇଜ୍ ହେଲା ତୁମର କ୍ରିୟା ରାଇଟ୍ ଛୁଆମାନେ। ଆଉ ବି ଭର୍ବ ଯଦି ଆସିଲା, ଇଜ୍ ଆକାର ଆସିଲା ଏଠି ବି ଭର୍ବ, ତାହେଲେ ଏହା ପରେ ନାଉନ୍ ଆସିଲେ କମ୍ପ୍ଲିମେଣ୍ଟ ହେବ ରାଇଟ୍ ଛୁଆମାନେ। ଏନିୱେ ବାକି କ'ଣ ହେଲା ଅଟେ। ଏବେ ଯେମିତି ହିଁ ୟାକୁ କ'ଣ ଅଟେ ଆମେ ପଚାରିବା, କ୍ରିୟା ଲେଖିଲା ମାନେ ପଚାରିଦେବା ଅଟେ ମାନେ କ'ଣ ଅଟେ, ଆସିବ କ'ଣ 6 ଧାଡ଼ିର ଗୀତ। କ'ଣ ଆସିବ ଛୁଆମାନେ, 6 ଧାଡ଼ିର ଗୀତ। ଆଚ୍ଛା ଇଏ 6 ଧାଡ଼ିର, ଇଏ ର ଏଠାରେ ହିଁ ସେଣ୍ଟେନ୍ସକୁ ଏଡ଼୍ ହେବ। ର ଦ୍ୱାରା ଦେଇରେ କୁଙ୍କୁ ମାନଙ୍କୁ ଏଇଗୁଡ଼ାକ ଯେଉଁ ୱାର୍ଡ଼ ଗୁଡ଼ାକ ଅଛି ଛୁଆମାନେ, ଏଠାରେ ଇଏ ତୁମର ପ୍ରତ୍ୟୟ ଲଗାଯିବ ମାନେ ପ୍ରିପୋଜିସନ୍ ଆସିବ। ତାହେଲେ ମୁଁ କ'ଣ କଲି ଛୁଆମାନେ, 6 ଧାଡ଼ିର ଗୀତ, ତାହେଲେ ଏହା କ'ଣ ଅଟେ, ଏ ଗୀତ ଅଟେ। ଅଟେ କ'ଣ ଅଟେ, ଗୋଟିଏ ଗୀତ ହେଲା, ଏ ସଙ୍ଗ ଗୋଟିଏ ଗୀତ ଅଫ୍ 6 ଷ୍ଟାଣ୍ଡାର୍ଡ। ଏ ସଙ୍ଗ ଯେମିତି ଅଟେକୁ ପଚାରିଲେ କ'ଣ ଅଟେ, ଏହା ଗୋଟିଏ ଗୀତ ଅଟେ। ଗୋଟିଏ ଗୀତ ତ ଲେଖା ହେଇନି, ଗୀତ ଲେଖା ହେଇଛି, ହେଲେ ମୁଁ ଗୋଟିଏ ଗୀତ ଲେଖିଲି। ଏ ସଙ୍ଗ ପୁରା କମ୍ପ୍ଲିଟ୍ ମିନିଂ ନେବା ପାଇଁ ଏ ସଙ୍ଗ, ତାପରେ କ'ଣ 6 ଧାଡ଼ିର ଇଏ ରହିଲା ଅଫ୍, 6 ଧାଡ଼ି ହେଲା 6 ଷ୍ଟାଣ୍ଡା ହେଲା ଛୁଆମାନେ। ଏ ସଙ୍ଗ ଅଫ୍ 6 ଷ୍ଟାଣ୍ଡା ପୁରା ବାକ୍ୟଟି ହୋଇଗଲା ହେଲା ଛୁଆମାନେ। ଏମିତି ସହଜତାର ସହିତ ବନେଇବା ପାଇଁ ଛୁଆମାନେ ନିୟମିତ ଦେଖ। ଇଏ ସେଟା କମ୍ପ୍ଲିଟ୍ ହେଇଗଲା। ନେକ୍ସଟ କରିବା ସୀମା, ଏହାକୁ କେତେ ସମୟରେ ଗାଯାଏ। ଇଏ ଦେଖ, ଇଏ ଗୋଟେ ଇମ୍ପୋର୍ଟାଣ୍ଟ ସେଣ୍ଟେନ୍ସ ହେଲା। ଏଠାରେ ପିଲାମାନେ ଫସନ୍ତି ହେଲା ଛୁଆମାନେ। ଦେଖ ଛୁଆମାନେ ଯେମିତି ମୁଁ କହିଥିଲି ବସ୍ ସେମିତି ହିଁ ଆପ୍ରୋଚ୍ ରହିବା ଦରକାର। ଏହାକୁ କେତେ ସମୟରେ ଗାଯାଏ। ପିଲାମାନେ ଲାଷ୍ଟରେ ଦେଖିଲ କ'ଣରେ, ପିଲାମାନେ ତ ମାନେ କହିବ ସା, ଆମେ ସା କ୍ୱେଶ୍ଚନ୍ ମାର୍କ ଦେଖିଲେ। ମୁଁ କ'ଣ କହିଥିଲି, କ୍ୱେଶ୍ଚନ୍ ମାର୍କ ସେଣ୍ଟେନ୍ସରେ ଥିଲେ ସାହାଯ୍ୟକାରୀ କ୍ରିୟା ବା WH ୱାର୍ଡ଼ରେ ଷ୍ଟାର୍ଟ ହେବ। ସାହାଯ୍ୟକାରୀ କ୍ରିୟା ତ ମୁଁ କହୁଛି ଡୁ ବି ହେଭ୍, ଆଉ WH ୱାର୍ଡ଼ ହ୍ୱାଇ, ହ୍ୱେନ୍, ହ୍ୱେୟାର୍, ହାଉ ଗୁଡ଼ାକ ହେଲା ଛୁଆମାନେ 11 ଷ୍ଟାର୍ଟ ହେବ। ଏବେ କଥା ହେଲା ଇଏ ସାହାଯ୍ୟକାରୀ କ୍ରିୟା କି WH ରେ ଷ୍ଟାର୍ଟ ହେବ। ଏହାର ଉତ୍ତର ଦେଖ ହଁ ବା ନା ନାହିଁ। ଉତ୍ତର କ'ଣ ଅଛି, ହଁ ବା ନା କେଉଁଠି ଜାଗାରେ ଲେଖା ନାହିଁ। ୟାର ତ ଇଏ ସାହାଯ୍ୟକାରୀ କ୍ରିୟାରେ ଷ୍ଟାର୍ଟ ହେବାର ନାହିଁ, WH ୱାର୍ଡ଼ରେ ଷ୍ଟାର୍ଟ ହେବ ହେଲା ଛୁଆମାନେ। WH ୱାର୍ଡ଼ରେ ଷ୍ଟାର୍ଟ ହେବ। ଏନିୱେ କ୍ୱେଶ୍ଚନ୍ ମାର୍କକୁ ଜାଣିଲେ ତ କର୍ତ୍ତାର ଇଏ ଷ୍ଟାର୍ଟ ହେବ ନାହିଁ, ମାନେ WH ୱାର୍ଡ଼ରେ ଷ୍ଟାର୍ଟ ହେବ। ଆଉ କ୍ୱେଶ୍ଚନ୍ ମାର୍କ ଥିଲେ ସାହାଯ୍ୟକାରୀ କ୍ରିୟା ବି ଆଗେଇବ, କର୍ତ୍ତା ପଛିବ, ଏହା ମୁଁ କହିଥିଲି। ଏବେ ଆସିବା କ୍ରିୟାକୁ ଡିସାଇଡ଼୍ କରିବା ପାଇଁ। ଏଠାରେ ପିଲାମାନେ ଫସନ୍ତି। ଦେଖ କ୍ରିୟା ହେଲା ଇଏ ଗାଯାଏ, କ୍ରିୟା ହେଲା ଗାଯାଏ ହେଲା ଛୁଆମାନେ, ଇଏ ଗାଯାଏ। ଏଇଠି ପିଲାମାନେ ଫସନ୍ତି, ଭଲ ଭାବରେ ବୁଝ। ଗାଯାଏ ମାନେ କ'ଣ, ଗାଆନ୍ତି ନାହିଁ, ଗାଯାଏ। ଯଦି ଏମିତି ଲେଖାଏ ଖିଆଯାଏ, ଲେଖାଯାଏ, ପଢ଼ାଯାଏ,
বা କୁହା ହେଉଥିଲା ଲୋକ ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ପିତା କୁହାଯାଏ। ତାହେଲେ ଏମିତି ଯଦି ସେଣ୍ଟେନ୍ସ ଭର୍ବ ଆସିଛି ଛୁଆମାନେ ତାହେଲେ ଜାଣିଛ କ'ଣ ହେବ ପାସିଭ ହବ ହେଲା ନା ପାସିଭ ହବ। ଆଉ ଯାହାର ଫର୍ମୁଲା କେବଳ ମୋ ପାଖରେ ଅଛି ମାନେ ଆଉ ନହେଲେ ପୃଥିବୀର ଯେଉଁ 9th କ୍ଲାସ୍ରେ ପ୍ରାକ୍ଟିସ୍ ଗିଫ୍ଟରେ ଅଛି 9ଟା କି 10ଟା ଫର୍ମୁଲା, ICSEରେ 14ଟା ଫର୍ମୁଲା ହେଲା। ଆଉ ଇଂଲିଶ ମିଡ଼ିୟମ୍ କ୍ଲାସ୍ 10ରେ ଅଛି, ସରି ଓଡ଼ିଆ କ୍ଲାସ୍ 10 ଓଡ଼ିଆ ମିଡ଼ିୟମ୍ରେ ଅଛି ତୁମର କେତୋଟି 15 କି 17-18ଟା ଫର୍ମୁଲା ରହିଛି ପାସିଭ୍ର। କେବଳ ମୋ ପାଖରେ ଗୋଟିଏ ଫର୍ମୁଲା ମୁଁ ବନେଇଛି। ୟାକୁ କେତେ ସମୟରେ ଗା ଯାଏ ୟାକୁ ବନେଇବା ଛୁଆମାନେ ପ୍ରଥମେ 10 ଡିସାଇଡ଼୍ କରିବା ଯେଉଁମାନେ 10 ଯାଇନ ଗା ଯାଏ ଲେଖା ଇଏ ଯଦି ଯେଉଁମାନେ 10 ଯାଇଛ ତାକୁ ସିମ୍ପଲ୍ ପ୍ରେଜେଣ୍ଟ କହିବ বা প্রেজেন্ট সিম্পল যেমন জানিছ যেমন জানিন কিছু টেনশন নাই। গা যায় মানে রিপিটেড অ্যাকশন ହଁ ନା ରିପିଟ୍ ହୁଏନି ନା ଗା ଯାଏ ମାନେ ଏମିତି ଯାଏ ମାନେ ପ୍ରତ୍ୟେକ ଦିନ ଯାଏ ରିପିଟ୍ ଆକ୍ସନ୍ ହେଲା। ଯଦି ରିପିଟ୍ ହୁଏ ମୁଁ କ'ଣ ଲେଖିଛ ମାନେ ଦେଖ ଏଟା V1 କ'ଣ ବଛ ମାନେ V1 ହେଲା ନା। ତାହେଲେ କ୍ରିୟା ତ ମୁଁ ଲେଖିଦେଲି କର୍ତ୍ତା ବି ଲେଖା କିଏ ଗା ଯାଏ ଏଟା କିଏ କହିବ ହେଲେ ଏହାକୁ କାହାକୁ ଗା ଯାଏକୁ ଯଦି କାହିଁକି ପାସିଭରେ କାହାକୁ କହିଲେ ଯାଏ ଆନ୍ସର୍ ଆସିବ କାହିଁକି କର୍ମରେ ଷ୍ଟାର୍ଟ ହୁଏ। ଗା ଯାଏ କାହାକୁ ଗା ଯାଏ କହିବା ହେଲେ ଏହାକୁ ତାହେଲେ ଏହାକୁ ମାନେ ଇସ୍ ଲେଖନେ ଏହା ଇଏ ହେଲା ତୁମର ଏଠି ସବଜେକ୍ଟ ଆକାର ଆସିବ ହେଲା ମାନେ ଇଏ ତୁମର ସବଜେକ୍ଟ ହେଲେ ମାନେ ପାସିଭ ମାନେ ମୁଁ କହିଲି ଫର୍ମୁଲା ମୁଁ ଲେଖିଦେବି V3 ହେଲା। କେତେ ସମୟ ହାଉ ମଚ୍ ଟାଇମ୍ ଗାଇବା ହେଲା। ଏବେ ଗା ଯାଏ ମାନେ ତୁମେ କିଛି ପିଲାମାନେ ଯେଉଁ ଗା ଯାଏ ମାନେ ସାର୍ କ'ଣ ଲେଖିବା ଆମେ ଗାଉଛନ୍ତି ମାନେ କ'ଣ ଗା ଯାଏ ମାନେ କ'ଣ ଗାଇଲେ ମାନେ କ'ଣ ମୂଳ ୱାର୍ଡ଼କୁ ଛୁଆମାନେ ଯିବ ମୂଳ ବର୍ବ ହେଲା ଗାଇବା ହେଲା। ଚବରେ ମୁଁ ବାକ୍ୟଟି ବନେଇ ଦିଏ ତାପରେ ମୁଁ କହିବି ହେଲା ପିଲାମାନେ ପୁରା ବାକ୍ୟ କେମିତି କରାହେଲା ମୁଁ କହିଦେଇଛ ମାନେ ପ୍ରଥମ ସୀମା ଲେଖା ହେଇଛି ଛୁଆମାନେ ମୁଁ ସୀମା ଲେଖି ଇଏ କର୍ତ୍ତା ନୁହେଁ ଏ ସମାଧାନ ସବୁ ୱାର୍ଡ଼ଟାକୁ ୟାକୁ ମୁଁ ଆଗରେ ହିଁ ଲେଖିଦେଲି। ଏବେ ମୁଁ କ'ଣ କହିଥିଲି କ୍ୱେଶ୍ଚନ୍ ମାର୍କ ଅଛି କର୍ତ୍ତାରେ ଷ୍ଟାର୍ଟ ହେବାର ନାହିଁ WH ୱାର୍ଡ଼ ଷ୍ଟାର୍ଟ ହେବ କ'ଣ କେତେ ସମୟ କେତେ ସମୟ ମାନେ କେତେ ସମୟରେ କହିଲେ ବି ଚାଲିବ କେତେ ସମୟ କହିଲେ ବି ଚାଲିବ ହେଲା। ନହେଲେ କହିବ ମାନେ ରେ ମାଇ ଇନ୍ କାହିଁକି ଲଗେଇଲେଣି କେତେ ସମୟ ହାଉ ମଚ୍ ଟାଇମ୍ ୟାକୁ ପୁରା ଫ୍ରେଜ୍ଟାକୁ ଲେଖିବାକୁ ହେବ ହେଲା। ଖାଲି କେତେ କହିଲେ WH ୱାର୍ଡ଼ ହାଉ ଲେଖିଲେ ଏନାଫ୍ ହେବ ନାହିଁ ତା ସହିତ ଏ ଫ୍ରେଜ୍ଟା ଲେଖିବାକୁ ପଡ଼ିବ କେତେ ସମୟରେ ତେବେ ଯେ କମ୍ପ୍ଲିଟ୍ ହେବ। ତାହେଲେ କେତେ ସମୟ WH ୱାର୍ଡ଼ ହେଲା ଇଏ ହାଉ ମଚ୍ ଟାଇମ୍ ଯେ କି ତୁମର WH ୱାର୍ଡ଼ ଆକାର ଆସିଲା ରାଇଟ୍ ମାନେ କର୍ତ୍ତା ପୂର୍ବରୁ ଇଏ ହେବ କାହିଁ କର୍ତ୍ତା ପ୍ରଥମରେ ଆସିବ ନାହିଁ ଏହା ମୁଁ କହିଥିଲି। ଏବେ ମୁଁ କ'ଣ କହିଥିଲି କର୍ତ୍ତା ଆଉ ସାହାଯ୍ୟକାରୀ କ୍ରିୟା ମଧ୍ୟରେ ସାହାଯ୍ୟକାରୀ କ୍ରିୟା ଆଗେଇବ। ସାହାଯ୍ୟକାରୀ କ୍ରିୟା କାହାକୁ ଡିସାଇଡ଼୍ କରିଛି ମୁଁ ଏବେ ଦେଖ ଏଠି ଭଲ କରିବି ସାହାଯ୍ୟକାରୀ କ୍ରିୟା ଆସିବ ମାନେ ଏଟା V1 ମୁଁ ପ୍ରେଜେଣ୍ଟ ସିମ୍ପଲ୍ କହିଥିଲି ବା ଯେଉଁମାନେ ଜାଣିନ ସେମାନଙ୍କୁ V1 କହିଥିଲି। ଏବେ ଇଏ ଯେହେତୁ ପାସିଭ୍ରେ ଅଛି ଇଏ B3 ଫର୍ମୁଲାକୁ ଯିବ B3 ଫର୍ମୁଲା ହେଲା ନା ଇଏ ଯାଇକି ମୁଁ ବନେଇଛି ଇଏ B ବାର ହେବ ୟାର ଅର୍ଥ ଆଚ୍ଛା ବିରୁ ସାହାଯ୍ୟକାରୀ କ୍ରିୟା ଆସିବ କାହିଁକି ତୁମ WH ୱାର୍ଡ଼ ତ ଇଏ ଆସିଛି ଏଠାରେ ତାପରେ ସାହାଯ୍ୟକାରୀ କ୍ରିୟା ଆସିବ ଯେ କି ତୁମକୁ ମୁଁ କହିଲି ବିରୁ ଆସିବ ହେଲା। ଏଇ ଟେନ୍ସରୁ ସାହାଯ୍ୟକାରୀ କ୍ରିୟା ଆମେ ନେଇପାରୁ ପାସିଭରେ ଡୁ ଭର୍ବ ୟୁଜ୍ କରାଯାଏ ସିମ୍ପଲ୍ର ଡୁ ଭର୍ବ କିଏ ହେଲା ସିମ୍ପଲ୍ର ଭର୍ବ ସାହାଯ୍ୟକାରୀ କ୍ରିୟା କିଏ ଡୁ ଯେ କି ତୁମର ୟୁଜ୍ କରାଯାଏ। ବିରୁ ଇଜାରା ମିତ୍ର ବି ମାନେ ଇଏ ଛୁଆମାନେ ଦେଖିପାରୁଛ ଏମାନଙ୍କ ମଧ୍ୟରୁ ଆସିବ। କର୍ତ୍ତା କିଏ ହେଲା ଛୁଆମାନେ ଇଏ ତ ସିଙ୍ଗୁଲାର ଅଟେ କେତେ ସମୟ ଏଟା କ'ଣ ସରି ଇ ତ ଅଛି କର୍ତ୍ତା ଏହା ଇଏ ତ ସିଙ୍ଗୁଲାର ଅଟେ ଇଏ କ'ଣ ଛୁଆମାନେ ସିଙ୍ଗୁଲାର ତେଣୁ କ୍ରିୟା କ'ଣ ହେବ ଏକ ବଚନ ବାଲା କ୍ରିୟା ଇଜ୍ ଦେଖ ଛୁଆମାନେ ମୁଁ ଏଠାରେ ଇଜ୍ ଲେଖିଥିଲି ଯେ କି କ୍ରିୟା ଆକାର ହେଲା ଛୁଆମାନେ ଇଏ ଯେ କି ତୁମର WH ୱାର୍ଡ଼ ହେଲା ଆଉ କ୍ରିୟା ହେଲା ତୁମର କ'ଣ ଇଜ୍ କାହିଁକି କର୍ତ୍ତା ତୁମର ଇଏ ସିଙ୍ଗୁଲାର ଅଛି ହେଲା। କର୍ତ୍ତା ଏହା ମୁଁ କହିଥିଲି ପୁରା ଏଠାରେ ଲେଖି ସାରିଛି ଇଏ କର୍ତ୍ତା ହେଲା ନା ସିଙ୍ଗୁଲାର ତାହେଲେ ଇଏ ଯେ କି ତୁମର କର୍ତ୍ତା ହେଲା ରାଇଟ୍। ଏବେ କ'ଣ ହେବ ଛୁଆମାନେ ଏବେ ତୁମମାନେ କହିସାର ଏହା ଆକାର ଯିବ ତୁମକୁ ଏହା ଆକାର ହେଲା ନା ପ୍ରଧାନ କ୍ରିୟା ଯେ କି ତୁମର ପ୍ରଧାନ କ୍ରିୟା ଦରକାର ପ୍ରଧାନ କ୍ରିୟା କିଏ ଅଛି ଛୁଆମାନେ ଲାଷ୍ଟରେ ଗା ଯାଏ ମାନେ ମୂଳ ୱାର୍ଡ଼କୁ ଯିବ ଗାଇବା କ'ଣ ଛୁଆମାନେ ଗାଇବା ମୂଳ ୱାର୍ଡ଼କୁ ଯିବ ସର୍ବଦା ନହେଲେ ପିଲାମାନେ ପଚାରିବେ ଗାଉଛନ୍ତି କ'ଣ ଗାଇଲା କ'ଣ ଗାଏ କ'ଣ ମୂଳ ଶବ୍ଦ ଗାଇବା ଇଂଲିଶ କ'ଣ ଛୁଆମାନେ ସିଙ୍ଗ୍ ଏହାକୁ କ'ଣ କରିବ V3 ମାନେ କ'ଣ ମାନେ ପାଷ୍ଟ ପାର୍ଟିସିପଲ୍ ଫର୍ମ ମାନେ ସେଙ୍ଗ ହେବ ତାପରେ ହେବ ସାଙ୍ଗ ଇଏ ହେବ ତାହେଲେ ମୁଁ ଏଠାରେ ଦେଖ ଛୁଆ ମାନେ ସାଙ୍ଗ ଲେଖିଲି ଯେ କି ତୁମର ପ୍ରଧାନ କ୍ରିୟା
ହେଲା ଛୁଆମାନେ। ତାପରେ କ୍ୱେଶ୍ଚନ୍ ମାର୍କଟିଏ ଅଛି, କ୍ୱେଶ୍ଚନ୍ ମାର୍କ ଲେଖିଦେଲି। ହେଲା ଛୁଆମାନେ, ଇଜିଲି ସେଣ୍ଟେନ୍ସ ହେଇଗଲା। ଯେମିତି ମୁଁ କହିଥିଲି ଛୁଆମାନେ, ପ୍ରଥମ WH ୱାର୍ଡ଼ ଆସିଲା ଯେ କି ତୁମର ହାଉ ମଚ୍ ଟାଇମ୍, ଏତିକି ତ ନିଶ୍ଚିତ ଲେଖିପାରିବ। ତାପରେ ସୀମା କୁହାଯାଇଛି, ସୀମା ଲେଖିଦେଲି। ଏବେ ଆସିବ ସାହାଯ୍ୟକାରୀ କ୍ରିୟା କଥା, ଇଏ ଯେ କି ମୁଁ ଇଜ୍ ଲେଖିଲି ହେଲା ନା, କାହିଁକି ଫର୍ମୁଲା ଆକାରରେ ଇଏ ପାସିଭରେ ଯିବ ଯେ କି ବି ଭିତରେ ହେବ ହେଲା। ଆଉ ବି ବାର ମାନେ ଏଇଟା ମୁଁ କହିଲି ଇଜ୍ ଆର୍ ଏମ୍ ଭିତରୁ ଆସିବ। କର୍ତ୍ତା ଯେହେତୁ ଏକବଚନ ଅଛି, ଇଜ୍ ଏଠାରେ ଆସିଲା ସାହାଯ୍ୟକାରୀ କ୍ରିୟା। ଏବେ ଆସିବ ଛୁଆମାନେ କର୍ତ୍ତା ଛାଡ଼ିଛ, କର୍ତ୍ତା କିଏ ଇଟ୍ ଲେଖିଥିଲ। ତାପରେ କ'ଣ ଛାଡ଼ିଛ ମାନେ ତୁମମାନଙ୍କ ସାର୍ ପ୍ରଧାନ କ୍ରିୟା ଛାଡ଼ିଛେ ହେଲା ଛୁଆମାନେ। এটা ଅଲଟା ଆକାର ମୁଁ କଲି। ତାର WH ୱାର୍ଡ଼ ଯେ କି ତୁମର ଇଏ ହେଲା, ସାହାଯ୍ୟକାରୀ କ୍ରିୟା ଯେ କି ଇଜ୍ ହେଲା ନା। ଏବେ ପ୍ରଧାନ କ୍ରିୟା କଟାକୁ ଛାଡ଼ିଛ, କର୍ତ୍ତା ଯେ କି ତୁମର ଇଟ୍ ହେଲା। ତାପରେ ପ୍ରଧାନ କ୍ରିୟା ଦରକାର ଯେ କି ସିଂର ଭିତରେ ହେବ ସାନ୍ ହେଲା ସେମାନେ। ପୁରା ବାକ୍ୟ କ୍ୱେଶ୍ଚନ୍ ମାର୍କ ଅଛି ଲେଖିଦେଲି, ପୁରା ଇଜିଲି ହେଇଗଲା। ବାକ୍ୟ ନ ଜାଣିଲେ ବି, ଟେନ୍ସ ନ ଜାଣିଲେ ବି ହେଲା ଛୁଆମାନେ। ବାପା ଏହା 3 ମିନିଟ୍ 10 ସେକେଣ୍ଡରେ ଗା ଯାଏ। ଫୁଟଅପ୍ ତ ନଥିଲା, କ୍ୱେଶ୍ଚନ୍ ମାର୍କ ଥିଲା ସରି ଚଲନେ, ଏଇଟା ଭୁଲରେ ମୁଁ କ୍ୱେଶ୍ଚନ୍ ମାର୍କରେ ଇଏ ଦେଇଛି, ଫୁଟଅପ୍ ଥିଲା। ଆଚ୍ଛା ମାନେ ଚାଲ ତାହେଲେ ଏହାକୁ ବନେଇବା ଛୁଆମାନେ। ତାହେଲେ ପୁଣି ବାକ୍ୟର ଶେଷ ଭାଗକୁ ଆସିଯିବା। ଗା ଯାଏ, ଗା ଯାଏ ମାନେ କ'ଣ, ଇଏ ପୁଣି ପାସିଭ୍ ହେଲା, ଆଉ ଇଏ ତୁମର ପ୍ରଧାନ କ୍ରିୟା। ପୁଣି ସେମାନେ ଆସିବା ଫୁଲଟପ୍ ଅଛି, କ୍ୱେଶ୍ଚନ୍ ମାର୍କ ତ ମୁଁ କହିଲି ଭୁଲରେ ଦିଆହେଇଛି ମାନେ ଏଠି ଫୁଲଟପ୍ ଥିଲା। ଫୁଲଟପ୍ ଅଛି ମାନେ ଆମେ କ'ଣ କହିବା ଅଛି ମାନେ କର୍ତ୍ତାରେ ଷ୍ଟାର୍ଟ ହେବ ନାଇଁ। ତାହେଲେ ପ୍ରଧାନ କ୍ରିୟା ତ ମୁଁ ଏହାକୁ ଡିସାଇଡ଼୍ କରିଥିଲି କିଏ ଗା ଯାଏ, ଇଏ ମୁଁ ଭି ଲେଖିଦିଏ ପ୍ରଧାନ କ୍ରିୟା। ଯେମିତି ଏହାକୁ ମୁଁ ଗା ଯାଏ ମାନେ ଏହାକୁ କାହାକୁ ଗା ଯାଏ, କିଏ କହିଲେ ଏଠି ଆନ୍ସାର ଆସିବ ନାହିଁ, କାରଣ ଇଏ ପାସିଭରେ ଅଛି। ଏହା ବୁଝିବା ଦରକାର। ଗା ଯାଏ କାହାକୁ ଗା ଯାଏ ଲେଖା ହେଇନି ଏଠି, ସରି ଏହା 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 ହେଲା, ଇଏ ହେଲା କର୍ତ୍ତା ତୁମର ହେଲା, ଏହା ତୁମର ଏଠାରେ କର୍ତ୍ତା, ଇଏ ତୁମର ଯେ କି କର୍ତ୍ତା ଅଟେ। ରାଇଟ୍ ଛୁଆମାନେ, ଚଲ କର୍ତ୍ତା ଡିସାଇଡ଼୍ କରିଦେଲି, କ୍ରିୟା ଡିସାଇଡ଼୍ କରିଦେଲି। ଏବେ ଆମେ କ'ଣ ଡିସାଇଡ଼୍ କରିବା, ଏବେ ଛୁଆମାନେ ଟେନ୍ସ କେମିତି ହେବ। ପୁଣି ମୁଁ କହିଲି ଗା ଯାଏ, ଗାଆନ୍ତି ନାହିଁ, ଗାଉଛନ୍ତି ନାହିଁ, ଗା ଯାଏ, ଲେଖାଯାଏ, ପଢ଼ାଯାଏ, କୁହାଯାଏ, ଏଗୁଡ଼ାକ ପାସିଭ୍, କିନ୍ତୁ ମୁଁ ଏଠାରେ ଲେଖିଛି ପାସିଭ୍ ହେବ ହେଲା। ଆଉ ପାସିଭ୍ ମାନେ ବି ଭିତରେ ହେଲା। ଟେନ୍ଥ ତ ତୁମର ରିପିଟେଡ୍ ଆକ୍ସନ୍ ହେଉଛି, ଯେଉଁମାନେ ଟେନ୍ଥ ଜାଣିନ ସେମାନେ କ'ଣ କହିବ, ରିପିଟ୍ ଆକ୍ସନ୍ କହିବ। ଗା ଯାଏ ମାନେ ଇଏ ଗୋଟେ ନିଶ୍ଚିତ ସମୟରେ ଗା ଯାଏ ନାଇଁ। ତାହେଲେ ୟାର ତ ଯେଉଁମାନେ ଟେନ୍ଥ ଯାଇଛ ସିମ୍ପଲ୍ ପ୍ରେଜେଣ୍ଟକୁ ପ୍ରେଜେଣ୍ଟ ସିମ୍ପଲ୍ କୁହ, ଆଉ ଯେଉଁମାନେ ଯାଇନାହ ଟେନସନ୍ ନେବାର ନାହିଁ ସେମାନେ କ'ଣ ହେବ, ରିପିଟ୍ ଆକ୍ସନ୍ ପୂର୍ବ ଭଳିଆ। ଆଉ ନହେଲେ ବି ଯେମିତି କ୍ୱେଶ୍ଚନ୍ ସେମିତି ଆନ୍ସର୍ ନା ହେଲା ସେମାନେ। କ୍ୱେଶ୍ଚନ୍ ଯଦି V1ରେ ଅଛି ତାହେଲେ ଆନ୍ସର୍ ବି ତ V1ରେ ହିଁ ହେବ ରାଇଟ୍। ତାହେଲେ ପୁଣି ପାସିଭ୍ କଥା ଏଠି ଆସିଲା ହେଲା, ଇଏ ପାସିଭ୍ରେ ହେଲା, ଇଏ ଯେମିତି ମୁଁ ଲେଖିଛି ପାସିଭ୍ ଫର୍ମୁଲା ହେଲା ବି ଭିତରେ, କେବଳ ମୋ ପାଖରେ ମିଳିବ ଛୁଆମାନେ। ଚଲ କର୍ତ୍ତା ତ ଏହା ହେଲା, 3 ମିନିଟ୍ 10 ସେକେଣ୍ଡରେ ଏକା ମୁଁ ଆରାମସେ ବନେଇ ଦେବି ହେଲା, ସେଣ୍ଟେନ୍ସ ବନେଇ ଦିଆ। ମାନେ ଇଏ ସେ ସେଣ୍ଟେନ୍ସ କେମିତି ହେଲା ମୁଁ କହିଦେଉଛି ଛୁଆମାନେ। ଯଦି ତୁମେ ମାନେ ଫାଷ୍ଟ ଟାଇମ୍ ବି ବନାଉଛ ସେଣ୍ଟେନ୍ସ ତାହେଲେ ବି କିଛି ପ୍ରୋବ୍ଲେମ୍ ନାହିଁ ଛୁଆମାନେ, କିଛି ସମସ୍ୟା ନାହିଁ। ତାହେଲେ ପ୍ରଥମ ଦରକାର କର୍ତ୍ତା, ମୁଁ ତୁମକୁ କହିଥିଲି କର୍ତ୍ତା ହେଲା ଛୁଆମାନେ ଏହା ରାଇଟ୍। ପ୍ରଥମ ବାପା ଲେଖା ହେଇଛି, ମୁଁ ଏଠାରେ ଫାଦର ଲେଖିଦେଲି, ଏତିକି ତ ନିଶ୍ଚିତ ପାରିବ ଛୁଆମାନେ। ତାପରେ କ'ଣ ଦରକାର କର୍ତ୍ତା, ଯାହାକୁ ମୁଁ ଇଟ୍ ଲେଖିଲି ନା ଛୁଆମାନେ ଏଠାରେ ଇଟ୍। ଗୁଡ୍। ଏହାପରେ ଆମେ କ'ଣ ଲେଖିବା ପିଲାମାନେ, ଏହାପରେ ଆମର ଦରକାର ସାହାଯ୍ୟକାରୀ କ୍ରିୟା ହେଲା ନା। ସାହାଯ୍ୟକାରୀ କ୍ରିୟା ଜାଣିବା ପାଇଁ ତୁମର ଟେନ୍ଥ ଦେଖିବାକୁ ପଡ଼ିବ। ଏଇଟା ମୁଁ ପାସିଭ୍ କହିଥିଲି, ଆଉ ଇଏ ରିପିଟ୍ ଆକ୍ସନ୍ ଥିଲା V1ରେ। ସାହାଯ୍ୟକାରୀ କ୍ରିୟା ଡୁ ନ ପାସିଭ୍ରେ ଲେଖାଯାଏ ନାହିଁ, ୟାକୁ ନେବା ଦରକାର ନାହିଁ ରାଇଟ୍ ଛୁଆମାନେ। ଏବେ ୟାର ତ ବି ଭିତରକୁ ଯିବାକୁ ପଡ଼ିବ। ବି ମାନେ କ'ଣ କହିଛ ମାନେ ଇଏ ଦେଖ ବି, ଇଏ ଇଜ୍ ଆମ୍ ଏମାନଙ୍କ ମଧ୍ୟରୁ ଆସିବ। କର୍ତ୍ତା ତ ଏହା ଅଟେ ନା ଯେ କି ସିଙ୍ଗୁଲାର ଅଟେ, ଯେ କି ଛୁଆମାନେ ସିଙ୍ଗୁଲାର ଅଟେ ମାନେ ଏକ ବଚନ। ତାହେଲେ ଏସ୍ ବାଲା କ୍ରିୟା ଆସିବ ଯେ କି ତୁମର ଇଜ୍ ହେବ। ଦେଖ ଛୁଆମାନେ ମୁଁ ଏଠାରେ ଲେଖିଲି ଇଜ୍, ଇଏ ସେ କ୍ରିୟା ହେଲା ମୁଁ ଲେଖିଥିଲି ରାଇଟ୍ ଛୁଆମାନେ। ଆଚ୍ଛା ଏହାପରେ କ'ଣ ଲେଖା ହେବ ଛୁଆମାନେ, ଏହାପରେ ତୁମମାନେ କହିବ ସାର୍ ଏହାପରେ ସାର୍ ପ୍ରକ୍ରିୟା ଲେଖା ହେଇଛି ମାନେ ପ୍ରଧାନ କ୍ରିୟା। ଏବେ ପ୍ରଧାନ କ୍ରିୟା ମୁଁ ଡିସାଇଡ଼୍ କରିଛି କ'ଣ, ଗା ଯାଏ, ଗାଇବା ଇଂଲିଶ କ'ଣ ହେଲା ଗାଇବା, ମୂଳ ୱାର୍ଡ଼ କହିବା ଗାଇବା, ଗା ଯାଏ ମାନେ କ'ଣ ମୂଳ ୱାର୍ଡ଼ ଗାଇବା। ଏହା କ'ଣ ହେବ, ଇଏ ହେବ ତୁମେ ମୁଁ ଲେଖିଛି ଭିତରେ, ଦେଖ ମୁଁ ଭିତରେ ଲେଖିଛି ମାନେ ବି ଭାର୍ବରୁ ଦେଖ ଇଏ ଆସିଗଲା ଛୁଆମାନେ ସାହାଯ୍ୟକାରୀ କ୍ରିୟା ଇଏ ଯେ କି ତୁମେ ସାହାଯ୍ୟ। ଏବେ ପ୍ରଧାନ କ୍ରିୟା ଗାଇବା ୱାର୍ଡ଼ଟା ଆସିବ,
यार B3 हेब देख एटार B3 मु लिखी B3 हेबा दरकार पासिव रे B3 माने कौन पास्ट पार्टिसिपल फॉर्म सिंग रो कौन हेब सिंग दे सेंग दे आसब सांग है छुने सांग ताले S1G सांग हम एठारे लेख देख छुने एठारे मु प्रधान क्रियाकार लिखिदेली राइट छुने गुड गा जाए एबे बाकी कौन रहा या कौन गा जाए कहले हो कौन गा जाए से भर लिखा जाए नहीं खाली या गा जाए है बाकी कौन रहा 3 मिनिट 10 सेकेंड रे ये रहा सेपरेट 3 मिनिट 10 सेकेंड रे ताले ये रे ये प्रिपोजिशन स्टार्ट हम मु रे इन लिखली रे माने मु कौन कह देछ माने इन बा ऑन बा एट है मुझे तुमको कही इन कौन हम व्यापक अर्थर ऑन टाचिंग बा डेट बा डे रे हुए आटा एक्जाक्ट प्लेस बा टाइम रे हुए राइट मैंने ताले एठारे व्यापक अर्थर इन लिखली राइट मैंने जे कि यहाँ लिखला बाकी 3 मिनिट 10 सेकेंड 3 मिनिट्स एंड 10 सेकेंड है ना 3 मिनिट 10 सेकेंड एंड 10 सेकेंड लिख 3 मिनिट्स से लगे कहीं ये बहुत 3 है 10 सेकेंड लिख 10 सेकेंड एस लिखा पड़वा कहीं 10 लेखा है मैंने पूरा वाक्यटी हो गला आशा करते मैंने बुझी पारे अच्छा मैंने धन्यवाद मैंने बाय।